ମୁଁ ଆଜି ପଣସ କଠା ତରକାରୀ ବନେଇକି ଦେଖେବି। ଥରେ ଏମିତି ମୋ ଷ୍ଟାଇଲରେ ପଣସ କଠା ତରକାରୀ ପ୍ରସ୍ତୁତ କରନ୍ତୁ। ଇଏ ପୁରା ମାଂସ ତରକାରୀ ଖାଇଲା ଭଳିଆ ଲାଗିବ। ଘରେ ଥିବା ସାଧାରଣ ମସଲା ଦେଇ ନୂଆ ଶୈଳୀରେ ପଣସ ତରକାରୀକୁ ଏମିତି ଥରେ ବନେଇକି ଚାଖିଲେ ପଣସ ସରିବା ପର୍ଯ୍ୟନ୍ତ ଆପଣ ପଣସ ତରକାରୀକୁ ଏମିତି ପ୍ରସ୍ତୁତ କରିବା ପାଇଁ ପସନ୍ଦ କରିବେ। ଭାତ, ରୁଟି, ପରଟା, ପୁରୀ ସବୁଥିରେ ଏ ତରକାରୀ ଭଲ ଲାଗିବ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିବା ପାଇଁ ଅନୁରୋଧ ରହିଲା। ନମସ୍କାର, ଟ୍ୱିଙ୍କଲ୍ କିଚେନ୍କୁ ଆପଣମାନଙ୍କୁ ସ୍ୱାଗତ। ପଣସ କଠା ଆଳୁ ତରକାରୀ ପାଇଁ ମୁଁ ଏଠି ଅଧା କେଜି ପଣସ ନେଇଛି। ମୁଁ ଏଠି ପଣସ କଠାକୁ ଟିକେ ବଡ଼ ବଡ଼ ଖଣ୍ଡ କରି କାଟିକି ନେଇଛି। ପଣସ କଠାକୁ ବଡ଼ ବଡ଼ ଖଣ୍ଡ କରି କାଟିଲା ପରେ ମୁଁ ଆକୁ ଏଠି ଭଲସେ ଧୋଇକି ନେଇଯାଇଛି। ତା ସହିତ ମୁଁ ଏଠି 3ଟା ମିଡ଼ିୟମ୍ ସାଇଜ୍ର ଆଳୁ ନେଇଛି। ପଣସ କଠା ଆଳୁର କ୍ୱାଣ୍ଟିଟି ଆପଣ ଆପଣଙ୍କ ହିସାବରେ କମ୍ ବେଶୀ କରିପାରିବେ। ମୁଁ ଏଠି ଆଳୁକୁ ମଝିରୁ 2 ଖଣ୍ଡ କରି କାଟିକି ନେଇଯାଇଛି। ଯେମିତି ମାଂସ ତରକାରୀରେ ଟିକେ ବଡ଼ ବଡ଼ ଖଣ୍ଡ ଆଳୁ ପଡ଼ିଥାଏ, ଆପଣ ଆଳୁକୁ ସେମିତି ଟିକେ ବଡ଼ ବଡ଼ ଖଣ୍ଡ କରି କାଟିକି ନେବେ। ମୁଁ ଏଠି କଡ଼େଇରେ କିଛି ସୋରିଷ ତେଲ ଦେଇ ଗରମ ହେବାକୁ ରଖିଛି। ଏ ତରକାରୀକୁ ଆମେ ସୋରିଷ ତେଲରେ ବନେଇବା। ଏହାଦ୍ୱାରା ଏ ତରକାରୀର ଟେଷ୍ଟ ବହୁତ ଭଲ ଆସିବ। ତେଲ ଭଲ ଭାବେ ଗରମ ହୋଇଗଲା ପରେ ମୁଁ ଏଥିରେ କାଟିକି ରଖିଥିବା ଆଳୁକୁ ଦେଇଦେଇଛି। ଏବେ ଆମେ ଏଥିରେ ସ୍ୱାଦ ଅନୁସାରେ ଲୁଣ ପକାଇବା ଆଉ ସବୁକୁ ଭଲ ଭାବେ ମିକ୍ସ କରି ଆଳୁକୁ ମିଡ଼ିୟମ୍ ଟୁ ହାଇ ଫ୍ଲେମ୍ରେ ଗୋଳେଇ ଗୋଳେଇ ଭାଜିବା, ଯେମିତି ଆଳୁ ଟିକେ ଲାଇଟ୍ ଗୋଲ୍ଡେନ୍ ବ୍ରାଉନ୍ କଲର୍ ହେଇ ଭାଜି ହେଇଯିବ। ଆଳୁ ଏଠି ଭଲସେ ଭାଜି ହେଇଯାଇଛି। ଏବେ ଆମେ ଆଳୁକୁ ଗୋଟେ ପ୍ଲେଟ୍ରେ କାଢ଼ିଦେବା। ତେଲ ଏଠି ଗରମ ଅଛି। ଏବେ ଆମେ ଏଥିରେ କାଟିକି ରଖିଥିବା ପଣସ କଠାକୁ ଦେଇଦେବା। ତାପରେ ଆମେ ଏଥିରେ ସ୍ୱାଦ ଅନୁସାରେ ଲୁଣ ପକାଇବା। ଏବେ ଆମେ ସବୁକୁ ଭଲ ଭାବେ ମିକ୍ସ କରି ପଣସ କଠାକୁ ବି ମିଡ଼ିୟମ୍ ଟୁ ହାଇ ଫ୍ଲେମ୍ରେ ଟିକେ ଲାଇଟ୍ ଗୋଲ୍ଡେନ୍ ବ୍ରାଉନ୍ କଲର୍ ହେବା ପର୍ଯ୍ୟନ୍ତ ଭାଜିବା। ଆପଣ ଚାହିଁଲେ ଏଥିରେ 1/4 ଟେବୁଲ୍ ସ୍ପୁନ୍ ହଳଦୀ ଗୁଣ୍ଡ ପକାଇ ପାରିବେ। ପଣସ କଠା ବି ଏଠି ଭଲସେ ଭାଜି ହେଇଯାଇଛି। ଏବେ ଆମେ ଗୋଟେ ପ୍ଲେଟ୍ରେ କାଢ଼ିଦେବା। ପଣସ କଠା ଆଳୁକୁ ଭାଜିଲା ପରେ ଯେଉଁ ତେଲ ବଳି ଯାଇଥିଲା, ମୁଁ ସେମ୍ ତେଲରେ ଏଠି ତରକାରୀ ବନାଉଛି। ତେଲ ଏଠି ଗରମ ଥିଲା। ମୁଁ ଏଥିରେ ଗୋଟେ ଛୋଟ ଚାମଚ ଚିନି ଦେଇଛି। ଏଠି ଅପସନାଲ୍ ଅଛି। ତେଲରେ ଚିନି ଦେଲେ ତରକାରୀର କଲର୍ ବହୁତ ଭଲ ଆସିଥାଏ। ଏବେ ମୁଁ ଏଥିରେ କିଛି ଗୋଟା ମସଲା ଦେଉଛି। ଗୋଟା ମସଲାରେ ମୁଁ ଏଠି 2ଟା ତେଜପତ୍ର, ଖଣ୍ଡେ ଡାଲଚିନି, 2ଟା ଗୁଜୁରାତି ଆଉ ଗୋଟେ ଛୋଟ ଚାମଚ ଜିରା ପକାଇଛି। ଏବେ ଆମେ ଗୋଟା ମସଲାକୁ ଭଲସେ ଭାଜି ହେବାକୁ ଦେବା ଆଉ ଚିନିକୁ କ୍ୟାରାମେଲାଇଜ୍ଡ ହେବାକୁ ଦେବା। ଚିନି ଏଠି ଭଲସେ କ୍ୟାରାମେଲାଇଜ୍ଡ ହେଇଗଲାଣି। ଏବେ ଆମେ ଏଥିରେ ପିଆଜ ଦେବା। ମୁଁ ଏଠି 3ଟା ମିଡ଼ିୟମ୍ ସାଇଜ୍ ପିଆଜକୁ ପତଲା ପତଲା ଲମ୍ବା ଲମ୍ବା କରି କାଟିକି ପକାଇଛି। ଏ ରେସିପିରେ ପିଆଜର କ୍ୱାଣ୍ଟିଟି ଟିକେ ଅଧିକ ରଖିବେ। ଏବେ ଆମେ ପିଆଜକୁ କଣ୍ଟିନ୍ୟୁଅସ୍ ଗୋଳେଇ ଗୋଳେଇ ଭଲସେ ଲାଇଟ୍ ଗୋଲ୍ଡେନ୍ ବ୍ରାଉନ୍ କଲର୍ ହେବା ପର୍ଯ୍ୟନ୍ତ ଭାଜିବା। ପିଆଜ ଏଠି ଭଲସେ ଲାଇଟ୍ ଗୋଲ୍ଡେନ୍ ବ୍ରାଉନ୍ କଲର୍ ହେଇ ଭାଜି ହେଇଗଲାଣି। ଏବେ ଆମେ ଏଥିରେ 2 ଛୋଟ ଚାମଚ ଅଦା ରସୁଣ ବଟା ପକାଇବା ଆଉ ସବୁକୁ ଭଲ ଭାବେ ମିକ୍ସ କରି ଆମକୁ କଷିବା, ଯେମିତି ଅଦା ରସୁଣ ବଟାର କଞ୍ଚା ବାସ୍ନା ପଳେଇବ। ଅଦା ରସୁଣ ବଟା ଏଠି ଭଲସେ କଷି ହେଇଗଲାଣି। ଏବେ ଆମେ ଏଥିରେ କିଛି ଗୁଣ୍ଡ ମସଲା ଦେବା। ଗୁଣ୍ଡ ମସଲାରେ ମୁଁ ଏଠି ପକାଇଛି 1/3 ଟେବୁଲ୍ ସ୍ପୁନ୍ ହଳଦୀ ଗୁଣ୍ଡ। ତାପରେ ମୁଁ ଏଥିରେ ଲଙ୍କା ଗୁଣ୍ଡ ପକାଇଛି। ଆପଣଙ୍କୁ ଯେତିକି ରାଗ ଦରକାର ସେ ଅନୁସାରେ ଲଙ୍କା ଗୁଣ୍ଡ ପକାଇବେ। ଗୋଟେ ଛୋଟ ଚାମଚ ଜିରା ଧନିଆ ଗୁଣ୍ଡ ପକାଇଛି ଆଉ ତାପରେ 2 ଛୋଟ ଚାମଚ ମିଟ୍ ମସଲା ପକାଇଛି। ଆ ଜାଗାରେ ଆପଣ ଚିକେନ୍ ମସଲା ପକାଇ ପାରିବେ। ତାପରେ ଆମେ ଏଥିରେ 4ରୁ 5 ଛୋଟ ଚାମଚ ପାଣି ଦେଇ ଆକୁ କଷିବା, ଯେମିତି ଗୁଣ୍ଡ ମସଲାର କଞ୍ଚା ବାସ୍ନା ପଳେଇବ ଆଉ ମସଲାରୁ ତେଲ ଛାଡ଼ିବା ଆରମ୍ଭ କରିବ। ମସଲା ଏଠି ଭଲସେ କଷି ହେଇଗଲାଣି। ଏଠି ମସଲାର କଞ୍ଚା ବାସ୍ନା ପଳେଇଲାଣି। ଏବେ ଆମେ ଏଥିରେ ଟମାଟୋ ଦେବା। ମୁଁ ଏଥିରେ ଗୋଟେ ବଡ଼ ଟମାଟୋକୁ ଗ୍ରେଟ୍ କରିକି ପକାଇଛି। ଆପଣ ଚାହିଁଲେ ଟମାଟୋକୁ ବାଟିକି ପକାଇ ପାରିବେ। ଏବେ ଆମେ ଏଥିରେ ସ୍ୱାଦ ଅନୁସାରେ ଲୁଣ ପକାଇବା। ତରକାରୀ ପାଇଁ ଯେତିକି ଲୁଣ ଦରକାର ମୁଁ ଏଇଠି ପକାଇ ଦେଇଛି। ଆପଣ ଚାହିଁଲେ ପଛରେ ପକାଇ ପାରିବେ। ଏବେ ଆମେ ସବୁକୁ ଭଲ ଭାବେ ମିକ୍ସ କରି ମସଲାକୁ କଷିବା, ଯେମିତି ଟମାଟୋର କଞ୍ଚା ବାସ୍ନା ପଳେଇବ ଆଉ ମସଲା ଭଲସେ କଷି ହେଇଯିବ।
ମୁଁ ଆପଣଙ୍କୁ ଗୋଟେ ଛୋଟ ରିକ୍ୱେଷ୍ଟ କରୁଛି, ଯଦି ଆପଣଙ୍କୁ ଏହି ରେସିପି ଭଲ ଲାଗିବ ତାହେଲେ ଆକୁ ଲାଇକ୍ କରିବେ, ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କରିବେ। ଯଦି ଏପର୍ଯ୍ୟନ୍ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ପାଖରେ ଥିବା ବେଲ୍ ଆଇକନ୍ରେ ଅଲ୍ ନୋଟିଫିକେସନ୍ରେ କ୍ଲିକ୍ କରିବେ। ଏହାଦ୍ୱାରା ମୋ ଯେଉଁ ଭିଡ଼ିଓ ଆସିବ ଆପଣ ପ୍ରଥମେ ଦେଖିପାରିବେ। ଯଦି ଫେସବୁକ୍ରେ ଦେଖୁଛନ୍ତି ତାହେଲେ ଫଲୋ କରିବାକୁ ଜମାରୁ ଭୁଲିବେନି। ମସଲା ଏଠି ଭଲସେ କଷି ହୋଇଗଲାଣି। ଏଠି ମସଲାର କଞ୍ଚା ବାସ୍ନା ପଳେଇଲାଣି। ଏବେ ଆମେ ଏଥିରେ ଭାଜିକି ରଖିଥିବା ପଣସ ଆଉ ଆଳୁକୁ ଦେଇଦେବା। ତାପରେ ମୁଁ ଏଥିରେ ଗୋଟେ ବଡ଼ ସାଇଜ୍ର ରସୁଣ ଦେଇଛି। ଆପଣ ଥରେ ଏମିତି ରସୁଣ ଦେଇ ପଣସ ତରକାରୀ ପ୍ରସ୍ତୁତ କରନ୍ତୁ, ଦେଖିବେ ଏ ଖାଇବା ପାଇଁ ବହୁତ ଭଲ ଲାଗିବ। ଏବେ ଆମେ ସବୁକୁ ଭଲ ଭାବେ ମିକ୍ସ କରି ମସଲା ସହିତ ପଣସ ଆଉ ଆଳୁକୁ 4 ରୁ 5 ମିନିଟ୍ ପର୍ଯ୍ୟନ୍ତ କଷିବା। ଏମିତି କଷିକି ପଣସ ତରକାରୀ ବନେଇଲେ ତାର ଟେଷ୍ଟ ବହୁତ ଭଲ ଆସିଥାଏ। ଏଠି 4 ରୁ 5 ମିନିଟ୍ ହେଇଗଲାଣି। ଏବେ ଆମେ ଏଥିରେ ପାଣି ଦେବା। ଆପଣଙ୍କୁ ତରକାରୀରେ ଯେମିତି ଗ୍ରେଭି ଦରକାର ସେ ଅନୁସାରେ ପାଣି ଦେବେ। ଥଣ୍ଡା ପାଣି ଦେବେନି, ଗରମ ପାଣି ଦେବେ। ଏବେ ଆମେ ସବୁକୁ ଭଲ ଭାବେ ମିକ୍ସ କରି ତରକାରୀକୁ ହାଇ ଫ୍ଲେମ୍ରେ 2 ରୁ 3 ମିନିଟ୍ ପର୍ଯ୍ୟନ୍ତ ଫୁଟିବା ପାଇଁ ଛାଡ଼ିଦେବା। ଆପଣ ଏହି ରେସିପିକୁ କେଉଁ ଜାଗାରୁ ଦେଖୁଛନ୍ତି କମେଣ୍ଟ ସେକ୍ସନରେ ଜଣାଇବେ। ତରକାରୀ ଏଠି ଭଲସେ ଫୁଟିଗଲାଣି। ଏବେ ଆମେ ତରକାରୀକୁ ଆଉ ଥରେ ଭଲ ଭାବେ ମିକ୍ସ କରିଦେବା। ତାପରେ ଆମକୁ କଭର କରି ଲୋ ଫ୍ଲେମ୍ରେ 12 ରୁ 15 ମିନିଟ୍ ପର୍ଯ୍ୟନ୍ତ କୁକ୍ କରିବା, ଯେମିତି ପଣସ କଠା ଆଳୁ ଭଲସେ ସିଝିଯିବ। 15 ମିନିଟ୍ ପରେ ମୁଁ ଏଠି ଘୋଡ଼ଣୀ କାଢ଼ି ଦେଇଛି। ଏବେ ଆମେ ତରକାରୀକୁ ଆଉ ଥରେ ଭଲ ଭାବେ ମିକ୍ସ କରିଦେବା। ମୁଁ ଏଠି ଆପଣଙ୍କୁ ଦେଖାଇ ଦେଉଛି ଏଠି ପଣସ କଠା ଆଉ ଆଳୁ ଭଲସେ ସିଝି ଯାଇଛି। ଏବେ ଆମେ ତରକାରୀରେ ଗୋଟେ ଛୋଟ ଚାମଚ ଗରମ ମସଲା ଗୁଣ୍ଡ ଦେବା। ତାପରେ ମୁଁ ତରକାରୀରେ ଗୋଟେ ଛୋଟ ଚାମଚ ଘିଅ ଦେଇଛି। ଏଇଠି ଅପସନାଲ୍ ଅଛି, କିନ୍ତୁ ପଣସ ତରକାରୀରେ ଥରେ ଘିଅ ପକାଇକି ଦେଖିବେ, ତରକାରୀର ଟେଷ୍ଟ ବହୁତ ଭଲ ଆସିବ। ଏବେ ଆମେ ସବୁକୁ ଆଉ ଥରେ ଭଲ ଭାବେ ମିକ୍ସ କରି ତରକାରୀକୁ ମିଡ଼ିୟମ୍ ଫ୍ଲେମ୍ରେ 2 ରୁ 3 ମିନିଟ୍ ପର୍ଯ୍ୟନ୍ତ କୁକ୍ କରିବା। ଏଠି 2 ରୁ 3 ମିନିଟ୍ ହେଇଗଲାଣି। ତରକାରୀକୁ ଆଉ ଥରେ ଭଲ ଭାବେ ମିକ୍ସ କରିଦେବା ଆଉ ଗ୍ୟାସ୍ ବନ୍ଦ କରିଦେବା। ଆପଣ ଚାହିଁଲେ ଆଉ ଉପରେ କିଛି କାଟିକି ଧନିଆ ପତ୍ର ପକାଇ ପାରିବେ। ପଣସ କଠା ଆଳୁ ତରକାରୀ ଏଠି ରେଡ଼ି ହୋଇଯାଇଛି। ଯଦି ଆପଣଙ୍କୁ ଏ ପଣସ କଠା ଆଳୁ ତରକାରୀର ରେସିପି ଭଲ ଲାଗିଥିବ ତାହେଲେ ଆକୁ ଲାଇକ୍ କରିବେ, ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କରିବେ। ଯଦି ଏପର୍ଯ୍ୟନ୍ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ପାଖରେ ଥିବା ବେଲ୍ ଆଇକନ୍ରେ ଅଲ୍ ନୋଟିଫିକେସନ୍ରେ କ୍ଲିକ୍ କରିବେ। ଏହାଦ୍ୱାରା ମୋ ଯେଉଁ ଭିଡ଼ିଓ ଆସିବ ଆପଣ ପ୍ରଥମେ ଦେଖିପାରିବେ। ଯଦି ଫେସବୁକ୍ରେ ଦେଖୁଛନ୍ତି ତାହେଲେ ଫଲୋ କରିବାକୁ ଜମାରୁ ଭୁଲିବେନି। ଥ୍ୟାଙ୍କ ୟୁ ଫର୍ ୱାଚିଂ।